जो आपणको स्वामी जो अभियोग आनिचंती कौन आज्ञा प्रकृତରେ ता देहरे अछि प्रकृତରେ केबे आपण जाइथिले एवं मैरिज करथिले लव मैरिज ना अरेंज मैरिज एवं कौन हेतिला पूरा घटना टे कहंतु। देखंतु आज्ञा से जो कहूची जे दीर्घ 10-12 वर्ष हेलाणी ଆମ ରିଲେସନସିପ କଟିଲାଣି। ଲଭ ମ୍ୟାରେଜ ହେଇଥିଲା ଏମତି ମୁଁ ତ ତାକୁ ଛାଡିନି ଆଜ୍ଞା, ସିଏ ମତେ ଓଲଟି ଯାତ୍ରା ବାଟରେ ରଖିକି ଛାଡିକି ପଳେଇଛି। से से माने प्रकृତରେ कौन घटना घटतला काहे कि से आपनको छाडदेले एवं से जो तुलसी गन्नाटर मध्ये थिले कहउचंती मैनेजर हिसाब रे काम करथिले कौन प्रकृतर घटना हेतला जोथि पय से आपनको छाडदेले। ଶୁଣନ୍ତୁ ଆଜ୍ଞା, ସିଏ କିଛି ହେଇନଥିଲା, ସେ ମ୍ୟାନେଜମେଣ୍ଟ କରୁଥିଲା, ବୁଝୁଥିଲା। ସିଏ ସବୁବେଳେ ତାର ଗୋଟେ ନେଚର ହେଲା ସେ ଝିଅ ମାନଙ୍କ ସହିତ ବେଶୀ ଫୋନ ଫାନରେ ଗପେ। ମୁଁ ଏ ବାବଦରେ କିଛି ଜାଣିପାରେନି, ଫୋନରେ ଗପେ। କଣ ହେଇଥିଲା ସିଏ ତାର ଛାଁ ମତେ କହିଲା ଯେ ଆଉ ତୁ ରହ, ମୁଁ ଏଠି ରହିପାରିବିନି, ନିଜକୁ ଆଡଜଷ୍ଟ କରିପାରିବିନି, ତୁ ରହ ମୁଁ ଯାଉଛି। ଆଗରୁ ବି ବହୁତ ଝଗଡା ଝାଣ୍ଟି ହେଇଥିଲା ତା ସହିତ ମୋର, ଯେତେବେଳେ ତା ପାଖରେ ଯାତ୍ରା ବାଟିକି ଆସିନଥିଲି ବି ସେମିତି ଝିଅ ମାନଙ୍କ ସହିତ ଯୋଉଠି ବି ରହେ ଝିଅ ମାନଙ୍କ ସହିତ ଲଫଡା କରେ। ତଥାପି ମୁଁ ସେ ଜିନିଷ ସହିକି ରହିଥିଲି। ତାପରେ ଯାତ୍ରା ପାଟିକି ମତେ ଆଣିଲା, ଯାତ୍ରା ପାଟିରେ ମାସେ ଖଣ୍ଡେ ରହିଛି କି ନାଇଁ ସେ କହିଲା ମୁଁ ରହିପାରିବିନି, अच्छा ମୁଁ ପଳେଇ ଯାଉଛି। ସେ ନିଜେ ଛାଡିକି ଗଲା, ତାପରେ ଆଉ ତା ଫୋନ ରିସିଭ କଲାନି କି ଆସିଲାନି। ଏମିତି ବେଳେ ବେଳେ ଫୋନ করে ତାର ଇଚ୍ଛା ହେଲେ। ସେ ବାହା ହେଇଥିଲା ବି ଥରେ ଆଜ୍ଞା, माने ସେ ଥରେ ବାହା ବି ହେଇଥିଲା। आपनको पूर्वपुर से मैरिज करथिले, मैरिज करिया पूर्वपुर ମ୍ୟାରେଜ କରିବା ପରେ ବି ମତେ ଯେତେବେଳେ ଯାତ୍ରା ପାଟିରେ ଛାଡିକି ସେ ପଳେଇଲା, ତାପରେ ସେ ଗୋଟେ ଝିଅକୁ ବାହା ହେଇଥିଲା। ତା अच्छा ଘର ଲୋକ ନିଜେ ମତେ ଫୋନ କରି କହିଛନ୍ତି, ତା ବନ୍ଧୁବାନ୍ଧବ ଯେ ବାହା ହେଇଥିଲା। ସେ ଝିଅକୁ ଧରିକି ବହୁତ ଜାଗା ବୁଲେଇଛି, ମୋ ନିଜ ଫ୍ୟାମିଲି ବି ଦେଖିଛନ୍ତି। आपण ତ आपण ଆଜି ମୋ ନାଁରେ ମିଛ ଆଲିଗେସନ କରୁଛି କଣ ପାଇଁ? ତ କୋଉଠି ଥିଲା ସେ 10-12 ବର୍ଷ ହେଲା ମତେ କହିଲେ? से जो ତ कहउचन जे ଯୋଉ आपनकर କହୁଛି गोटे ଯେ पुओ ନାଣ୍ଡୁ अछि ବାବୁ बोली ମତେ ଜବରଦସ୍ତି ରଖିଛନ୍ତି, ତ ଜଣେ ଗୋଟେ ଝିଅର ଇଚ୍ଛା ନଥାଏ କି ଜଣେ ଜବରଦସ୍ତି କେମିତି ରଖିପାରିବ? ଏ ଦେଶର ଆଇନ କାନୁନ କୁଆଡେ ପଳେଇଛି? नहीं से जो अभियोग करछन जे आपनकर जो पुओ गोटे अछि एटा कोन प्रकृतिर तार घटना सत्य तथ्य। ଶୁଣନ୍ତୁ ଆଜ୍ଞା, ଛୋଟ ପୁଅଟେ, ଛୋଟ ଥିଲା ସିଏ, ବହୁତ ଛୋଟ ଥିଲା। ମୁଁ ବି ତାକୁ ଆଣିବାକୁ ବହୁତ ଚେଷ୍ଟା କରିଥିଲି। ସିଏ ବିଲକୁଲ ମତେ ଗ୍ରହଣ ହିଁ କଲାନି। ସିଏ ବିଲକୁଲ ସିଏ ଅଲଗା ଝିଅ ମାନଙ୍କ ଚକ୍କରରେ ପଡିକି ସେ ମତେ ଏତେ ଖରାପ ବ୍ୟବହାର କଲା, ମାରଧର ବି କଲା। ଅଲଗା ଲୋକଙ୍କ ପାଇଁ ମତେ ମାରଧର ବି କରିଛି। ମୁଁ ତାକୁ ଛାଡିନି, ସିଏ ମତେ ଓଲଟି ଛାଡିକି ଯାଇକି ଆଜି 10-12 ବର୍ଷ ପରେ ସେ ମିଛରେ କହୁଛି ଯେ ମତେ ଜବରଦସ୍ତି ରଖା ହେଇଛି। ମତେ ଜବରଦସ୍ତି କାହିଁକି ରଖିବେ କିଏ? ତ ନାଣ୍ଡୁ ବାବୁ ମତେ ସାହାଯ୍ୟ କରିଛନ୍ତି। ଆଜି ଯଦି ବଞ୍ଚିଛି ମୋ ବାପା ମାଙ୍କ ପାଇଁ, ମୋ ନିଜ ପାଇଁ ତ କିଛି କରିନି, ମୋ ବାବା ମାଙ୍କ, ମୋ ଭାଇ ଭଉଣୀ ମାନଙ୍କ ପାଇଁ ମଣିଷ କରିଛି। से गोटे अभियोग आनुचंती जे आपण जेतो टंकार प्रलोभन देखाइले ସେଥିପାଇଁ ଆପଣ ସେଠି ପାର୍ଟିରେ ରହିଲେ ଏବଂ ଆପଣଙ୍କୁ ମଧ୍ୟ ମାନସିକ ନିର୍ଯାତନା ମଧ୍ୟ ମାଲିକ ଦଉଛନ୍ତି ଯୋଉ ଅଭିଯୋଗଟା ଆଣୁଛନ୍ତି। ଶୁଣନ୍ତୁ ଆଜ୍ଞା, ଯେତିକି ଟଙ୍କା ପ୍ରଲୋଭନରେ ମୁଁ ପଡିଥାନ୍ତି, ମୋ ନିଜ ପାଇଁ ମୁଁ କରିଥାନ୍ତି। 10-12 ବର୍ଷ ଭିତରେ ମୁଁ ନିଜ ପାଇଁ ବହୁତ କିଛି କରିଥାନ୍ତି। ମୁଁ କିନ୍ତୁ ସେଇଟା କିଛି ବି କରିନି। ମୋ ବାବା ମାଙ୍କୁ ଦେଖିଛି, ମୋ ଭାଇ ଭଉଣୀ ମାନଙ୍କୁ ଦେଖିଛି, ମୋ ଭଉଣୀ ମାନଙ୍କୁ ସମସ୍ତଙ୍କୁ ବାହାଘର କରିଛି। ବଡ ଭଉଣୀ, ମୋ ସାନ ଭଉଣୀ ମାନଙ୍କୁ ବାହାଘର କରିଛି। ମୋ ଭାଇକି ବି, ମୋ ସାନ ଭାଇଟା, ମୋ ଭାଇ ବି ପଢୁଛି ଏବେ। ମୋ ବାପା ମାଙ୍କ ପାଖରେ ମୁଁ ଏବେ ବହୁତ ଭଲରେ ଅଛି। କାହା ଚକ୍କରରେ ପଡିନି କି ପଇସା ପ୍ରଲୋଭନରେ ପଡିନି। ଯଦି ପଇସା ପାଇବାର ଲୋଭ ଥାନ୍ତା ନା ଆଜ୍ଞା, ମୁଁ ଅଲଗା ଯାତ୍ରା ପାର୍ଟି ବି ଚେଞ୍ଜ କରିପାରିଥାନ୍ତି। ତୁଳସୀ ଗଣ୍ଡାଟେ 10-12 ବର୍ଷ ହେଲା ପଡିକି ନଥାନ୍ତି। ସେ ଯିଏ ଗୋଟେ ମତେ ସାହାଯ୍ୟ କରିଛନ୍ତି, ମୁଁ ବେଇମାନ କେମିତି କରିବି? ତ ସେଇଥିପାଇଁ ମୁଁ ଯାଇପାରୁନଥିଲି, ଯାଇପାରୁନି ବି। ସିଏ ଦେଖନ୍ତୁ ଯୋଉ କହୁଛନ୍ତି ଆପଣଙ୍କ ନାଁ ପୂର୍ବରୁ ଗୋଟେ ଥିଲା ଏବଂ ଏବେ ସୋନାଲି ପଣ୍ଡା ଗୋଟେ ନାଁ ପରିବର୍ତ୍ତନ କରାଯାଇଛି। ଏ ଘଟଣା ହଁ, କଣ ମୋ ଭଲ ନା କାଗଜ। ମତେ ଯାତ୍ରାରେ ସୋନାଲି ପରିଚୟ ମିଳିଛି, ତ ମୁଁ ମନା କରୁନି। ତ ମୋ ନା କାଗଜ, ଭଲ ନା କାଗଜ। ନାଇଁ ବର୍ତ୍ତମାନ ଆପଣଙ୍କର ସ୍ୱାମୀଙ୍କ ସହିତ ସମ୍ପର୍କ ରହିଛି ନା ଆପଣ ମାନେ କଣ କିଛି ପ୍ରକୃତରେ ବି ସମ୍ପର୍କ ନାହିଁ ଆଜ୍ଞା। ମୁଁ ମରି ଯାଇପାରେ, କିନ୍ତୁ ମୁଁ ସେଇ ପିଲା ପାଖକୁ ମୁଁ ଯିବି ନାହିଁ। ମୁଁ ଚାହିଁଥିଲେ ଆଗରୁ ମିଡିଆ ଆଗରେ କହିପାରିଥାନ୍ତି, ମୁଁ ତା ନାଁରେ କେସ୍ କରିପାରିଥାନ୍ତି। ମୁଁ ଚାହିଁଲିନି, ମୁଁ ସୋସିଆଲ ମିଡିଆକୁ ଯିବାକୁ ଚାହୁଁନି। ସିଏ ଯୋଉଠି ଥାଉ, ଭଲରେ ଥାଉ। ମୁଁ ତାକୁ, ସିଏ ସିନା ମତେ ବଦନାମି କରୁଛି ଆଜି ମିଛୁଟାରେ, ଆଉ ସବୁ ମିଛ କାହାଣୀ ଗପୁଛି, ସବୁ କାହାଣୀ ଗପୁଛି ସେ। ନାଇଁ ଆପଣଙ୍କର ଯୋଉ ପୁଅ ପାଖକୁ ଆପଣଙ୍କର ବର୍ତ୍ତମାନ ପୁଅ ସହିତ ସମ୍ପର୍କ ଅଛି ନା ପୁଅ ସହିତ ବି ଆପଣ ଯାଉନାହାନ୍ତି ମୁଁ ଯୋଗାଯୋଗ କହିଲି ଆଜ୍ଞା, ଦୀର୍ଘ 10-12 ବର୍ଷ ହେଲାଣି ମୁଁ ସେ ସମ୍ପର୍କକୁ କଟେଇକି ମୁଁ ମରିବା ଷ୍ଟେଜରେ ଥିଲି। ମତେ ଆମ ଓନରଙ୍କ ବାପା, ଯିଏ ନାଣ୍ଡୁ ବାବୁଙ୍କ ବାପା, ସେ ମତେ ଝିଅ କରିକି, ମୁଁ ବହୁତ ଛୋଟ ଥିଲି, ବହୁତ ଏଜ କମ ଥିଲା ମୋର। ମୁଁ
ମରିଯାଏ ଆଜି ତ ମୁଁ ଦୁନିଆରେ ନଥାନ୍ତି, ସେ ଲୋକଟା ମତେ ଝିଅ କରିଦେଲେ ଆଉ ବହୁତ ସାହାଯ୍ୟ ବି କରିଛନ୍ତି ମତେ। ଆଉ ମୋ ବାବା ମା ମତେ ସପୋର୍ଟ କରୁଛନ୍ତି, ବାସ୍ ମୁଁ ଭଲରେ ଅଛି ଏବେ। ବର୍ତ୍ତମାନ ସେ ଯୋଉ ଅଭିଯୋଗ ଗୁଡିକ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣୁଛନ୍ତି, ପ୍ରକୃତରେ ମତେ ଗୋଟିଏ କଥା କୁହନ୍ତୁ ଯେ ଏଇ ଯୋଉ ଆପଣଙ୍କର ଯୋଉ ମ୍ୟାରେଜ ହେଇଥିଲା, କେତେ ବର୍ଷର ମ୍ୟାରେଜ ହେଇଥିଲା ଏବଂ ତାପରେ କେବେଠୁ ଆପଣଙ୍କର ଆଉ ତାଙ୍କ ସହିତ ସମ୍ପର୍କ ନାହିଁ? ବାହାଘର ବର୍ଷେ ଦେଢ ବର୍ଷ ବୋଧେ ତା ପାଖରେ ମୁଁ ରହିଛି। 1.5 ବର୍ଷ ଭିତରେ ବହୁତ ସାରା କେସ୍ କରିଛି ସେ, ବହୁତ ସାରା କେସ୍ କରିଛି। ତାପରେ ନିଜେ ତ କିଛି ଇନକମ କରେନି, ଆ ବହୁତ ଝଗଡା ଝାଣ୍ଟି ହେଲା ପରେ ସେ ମତେ ଯାତ୍ରା ପାଟିକି କହିଲା ଆସିବା ପାଇଁ। ମୋର ବି ଇଚ୍ଛା ନଥିଲା ଯାତ୍ରା ପାଟିକି ଆସିବା ପାଇଁ, ସେ ମତେ କହିଲା ତ ମୁଁ ତା କଥାରେ ହିଁ ଆସିଥିଲି ଯାତ୍ରା ପାଟିକି। ଯାତ୍ରା ପାଟିକି ଆସିଲା ପରେ ସିଏ ଏମିତି ସବୁ ବଦମାସ କାମ କରେ। ତ ଝିଅ ମାନଙ୍କ ସହିତ ଫୋନ ଫାନରେ ଗପିବ, ସମସ୍ତେ କହିବ ଭଉଣୀ। ଗୋଟେ ସ୍ତ୍ରୀ ଥାଉ ଥାଉ 1000 ଝିଅ ମାନଙ୍କ ସହିତ ଗପିବା କଣ ଠିକ କି? ମତେ କୁହନ୍ତୁ। ମୁଁ ମୋ ବାପା ମା ମୋ ଭାଇ ଭଉଣୀ ମାନଙ୍କୁ ଛାଡିକି ତୋ ସହିତ ଭରସା କରିକି ମୁଁ ଘର ଛାଡିକି ଆସିଥିଲି, ତୁ ମୋ ସହିତ କଣ କଲୁ? ତ ମତେ ଯାତ୍ରା ପାଟିରେ ଓଲଟି ଛାଡିକି ସେ ପଳେଇଲା, ଆସିଲାନି ବି। ଯଦି ଏ ସ୍ତ୍ରୀ ବୋଲି ପରିଚୟ ଦଉଛି ତ ଆସିଲୁନୁ କଣ ପାଇଁ ସ୍ତ୍ରୀ କି ନବା ପାଇଁ? ସେ କହୁଛନ୍ତି ଯେ ମତେ ମାଡ ଧମକ ଦଉଛନ୍ତି ମାଲିକ, ଯେହେତୁ ଆ ସାଙ୍ଗରେ ମିଶନା, ସିଏ ଗୋଟେ ବଡ ହିରୋଇନ, ଆଉ ତା ସାଙ୍ଗରେ ମିଳାମିଶା ଆଜ୍ଞା କରିବୁନି। ଏବେ ପରିଚୟ ମତେ ଯେତିକି ଲୋକ ଏବେ ଭଲ ପାଉଛନ୍ତି ମୋ ଦର୍ଶକ, ମୁଁ ଏବେ ପରିଚୟ ହେଇଛି। ଥୋଡି ନା ଆଗରୁ ମୁଁ ବଡ ହିରୋଇନ ଥିଲି କି? ସେ କଣ ସେତେବେଳେ ମତେ ଚାହିଁଥିଲେ ନେଇ ପାରିନଥାନ୍ତା? କୋଉଠି ଥିଲା ସିଏ? ବର୍ତ୍ତମାନ ସେ ଯୋଉ ଅଭିଯୋଗ ଆଣୁଛନ୍ତି, ଏ ନେଇ ଆପଣଙ୍କର ଆଗାମୀ କଣ ରହିବ, ଷ୍ଟେପ ରହିବ କଣ? ମୁଁ କହୁଛି ଯେ ମୋ ନାଁରେ ମିଛ ଆଲିଗେସନ ସେ ଆଣିଛି, ସେ ସବୁ ବନ୍ଦ କରୁ। ମୋର ତା ପାଖକୁ ଯିବାର ନାହିଁ, ମୁଁ ମୋ ବାବା ମାଙ୍କ ପାଖରେ ଅଛି, ବହୁତ ଭଲରେ ଅଛି। ପ୍ଲିଜ, ମୁଁ ଚାହୁଁନି ତା ପାଖକୁ ଯିବା ପାଇଁ। ଆଉ ଯୋଉ ମତେ ସେ ଯୋଉ କହୁଛି ଯେ ଆମ ପାର୍ଟିର ଓନର ମତେ ଜବରଦସ୍ତି ରଖିଛନ୍ତି ବୋଲି, ଏସବୁ ସମ୍ପୂର୍ଣ୍ଣ ମିଥ୍ୟା। ଗୋଟେ ଝିଅ ଚାହିଁବନି ତାକୁ ଜବରଦସ୍ତି କିଏ ରଖିପାରିବ? ମତେ କୁହନ୍ତୁ।